ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ବାସ୍ତୁ ସେସନ ରେକର୍ଡ କରିବା। ଏଇ ବାସ୍ତୁ ସେସନ କ୍ରମରେ ଆମେ ଅ, ଯୋଉ ସେସନ ନଉଛେ ସେ ସେସନ ଟା ହଉଛି ଇଫେକ୍ଟ ଅଫ ରୋଡ୍ସ ଇନ ଇଫେକ୍ଟ ଅଫ ରୋଡ୍ସ ଅନ୍ ପ୍ଲଟ ଇନ ଡିଫରେଣ୍ଟ ଡିରେକ୍ସନ। ମାନେ ବିଭିନ୍ନ ଦିଗରେ ଯଦି ରାସ୍ତା ଥାଏ ସେ କିଭଳି ଭାବରେ ଆମର ପ୍ଲଟ କିମ୍ବା ଘରକୁ ତାର ବାସ୍ତୁର ଗୁଣ ଏବଂ ଅବଗୁଣ ଗୁଡିକ ଦ୍ଵାରା ଇମ୍ପାକ୍ଟ କରିଥାଏ। ଏବଂ ଏହି କ୍ରମରେ ଅଲରେଡି ଆମେ ଗୋଟେ ସିରିଜ ଅଲରେଡି ବନେଇ ସାରିଛୁ। ସିରିଜରେ ଦି ଚାରିଟା ଭିଡିଓ ଅଲରେଡି ଗଲାଣି। କି ଯଦି ଗୋଟେ ରାସ୍ତା ଗୋଟେ ପ୍ଲଟର କିମ୍ବା ଗୋଟେ ଘରର ଚାରିପଟେ ରାସ୍ତା ଥାଏ, ଗୋଟେ ପଟ ରାସ୍ତା ଥାଏ, ଦି ପଟ ରାସ୍ତା ଥାଏ, ଆଜି ତାର ଶେଷ ଅନ୍ତିମ ପର୍ଯ୍ୟାୟରେ ଆମେ ପହଞ୍ଚିଛୁ। ଯଦି ଗୋଟେ ପ୍ଲଟର ତିନି ପଟ ରାସ୍ତା ଥାଏ ସେ କିଭଳି ଭାବରେ ଇମ୍ପାକ୍ଟ କରେ, କିଭଳି ଭାବରେ ରିଆକ୍ଟ କରେ। ଆମେ ଜାଣିଛୁ ଯେ ଗୋଟେ ପ୍ଲଟରେ ଯାତାୟାତ କରିବା ପାଇଁ ହେଲେ, ସମାଜ ସହିତ ଯୋଡି ହେବା ପାଇଁ ହେଲେ, କୌଣସି ଗୋଟେ ଲୋକ ଯଦି କୌଣସି ଘର ବନେଇବ, ଯଦି ସେ ଘରକୁ ରାସ୍ତା ନଥିବ, ସେ ପ୍ଲଟକୁ ରାସ୍ତା ନଥିବ, ସେ କୌଣସି ପ୍ରକାର କମ୍ୟୁନିକେସନ କରିପାରିବନି ଏବଂ ସେଠି ରହିବା ମଧ୍ୟ ଅସମ୍ଭବକର ହେଇଯିବ। ତେଣୁ ଚାଲନ୍ତୁ ଦେଖିବା, ଯଦି ଗୋଟେ ପ୍ଲଟ କିମ୍ବା ଗୋଟେ ଘରର ତିନି ପଟେ ରାସ୍ତା ଥାଏ ତାହେଲେ କିଭଳି ଭାବରେ ସେ ପ୍ଲଟଟି ସେଇ ରାସ୍ତା ଗୁଡିକ ଦ୍ଵାରା ବାସ୍ତୁଜନିତ ଇମ୍ପାକ୍ଟ ଗୁଡିକୁ ଫେସ୍ କରେ। ତେବେ ଚାଲନ୍ତୁ ଆରମ୍ଭ କରିବା। ତ ମୋର କହିବାର କଥା ହେଲା, ଏଇ ଯୋଉ ବିଭିନ୍ନ ଦିଗରେ ରାସ୍ତାର ପ୍ରଭାବ, ବିଭିନ୍ନ ଦିଗରେ ରାସ୍ତାର ପ୍ରଭାବ, ଏଇ ପାଠଟାକୁ ଆମେ ମୂଳ ଭାବରେ ପଢୁଛେ। ଆମେ ଅଲରେଡି ଚାରିପଟେ ରାସ୍ତା, ଦି ପଟେ ରାସ୍ତା, ଗୋଟେ ପଟେ ରାସ୍ତା ସାରି ଦେଇଛେ, ସାରି ଦେଇଛେ। ରାଜବାବୁ, ହୁଁ ହୁଁ ରାଜବାବୁ, ହୁଁ ଏଇ 5 ମିନିଟ ଟିକେ ଖାଲି କାଇଣ୍ଡଲି ଇଏ କରିବେ, ମାନେ କ୍ରପ କରିଦେବେ, ହୁଁ ହେଲା କି? ହଁ, ଆମେ ବିଭିନ୍ନ ଦିଗରେ ରାସ୍ତାର ପ୍ରଭାବ ପ୍ଲଟ ଉପରେ ପଡୁଥିଲେ। ସେଇ କ୍ରମରେ ଆମେ ଗୋଟେ ପ୍ଲଟର ଚାରିପଟେ ଥିବା ରାସ୍ତା, ଦି ପଟେ ଥିବା ରାସ୍ତା, ଗୋଟେ ପଟେ ଥିବା ରାସ୍ତାକୁ ସାରି ଦେଇଛେ। ଆଜି ଆମେ ପଢୁଛେ ଯଦି ଗୋଟେ ପ୍ଲଟର ତିନି ପଟ ଦିଗରେ ରାସ୍ତା ଥାଏ ତାହେଲେ ସେ କିଭଳି ଭାବରେ ଇମ୍ପାକ୍ଟ କରିବ। ଏଇଥିପାଇଁ ଆପଣଙ୍କର ଯୋଉ ପସିବିଲିଟିଜ ହବ ସେଟା ଚାରିଟା ପସିବିଲିଟିଜ ହବ। ଯଦି ଗୋଟେ ପ୍ଲଟର ତିନି ପଟେ ରାସ୍ତା ଥାଏ ତାହେଲେ ସେ କିଭଳି ଭାବରେ ଇମ୍ପାକ୍ଟ କରିବ ସେଇ ବିଷୟରେ ଆମେ ଜାଣିବା। ଜ- ଏଇଠି ମୁଁ ଚାରିଟା ପସିବିଲିଟିଜ ହବ ବୋଲି କହୁଛି, କାରଣ ତାଠୁ ଅଧିକ ପସିବିଲିଟିଜ ହେଇ ହିଁ ପାରିବ ନାହିଁ। ଏଇ ଚାରିଟା ପସିବିଲିଟିଜ ର କ୍ରମରେ ଏଗୁଡା ହେଲା ନର୍ଥ। ମୁଁ ଖାଲି ଗୋଟିଏ ପଟଟାକୁ ମାର୍କିଂ କରୁଛି ଆଜ୍ଞା। ତାପରେ ବାକି ଆପଣ ମାନେ ସମଝଦାର ଅଛନ୍ତି, ବୁଝିପାରିବେ କି ଇଷ୍ଟ କୋଉଟା, ୱେଷ୍ଟ କୋଉଟା, ସାଉଥ କୋଉଟା। ଠିକ ଅଛି। ଧର କୌଣସି ପ୍ଲଟ ଅଛି, ଏଟା ହେଲା 1 ନମ୍ବର ପସିବିଲିଟି, ଏଟା ହେଲା 2 ନମ୍ବର ପସିବିଲିଟି, ଏଟା ହେଲା 3 ନମ୍ବର ପସିବିଲିଟି, ଏଟା ହେଲା 4 ନମ୍ବର ପସିବିଲିଟି। ଆମେ ଏଇଟା ଯୋଉଟା ପଢୁଛେ ଏଟା ହେଲା ତିନି ପଟେ ରାସ୍ତା ଥିଲେ। କୋଉଠି କାହାର ତିନି ପଟେ ରାସ୍ତା ଥିଲେ? ନା ଗୋଟିଏ ପ୍ଲଟର ତିନି ପଟ ରାସ୍ତା ଥିଲେ କିଭଳି ଭାବରେ ଇମ୍ପାକ୍ଟ କରେ। ତ ଗୋଟେ ପ୍ଲଟର ତିନି ପଟ ରାସ୍ତା ଥିଲେ ଏଇଟା କେବଳ ଚାରିଟା ପସିବିଲିଟି ହେଇପାରିବ। କଣ କଣ ସେ ପସିବିଲିଟି ହେଇପାରିବ ଆମେ ଏଇଠୁ ଦେଖିବା। ଧର ନର୍ଥ ପଟେ ରାସ୍ତା ଅଛି, ଇଷ୍ଟ ପଟେ ରାସ୍ତା ଅଛି, ସାଉଥ ପଟେ ରାସ୍ତା ଅଛି, ଇଏ ଗୋଟେ ପସିବିଲିଟି ହେଇପାରିବ। ଇଷ୍ଟ ପଟେ ରାସ୍ତା ଅଛି, ସାଉଥ ପଟେ ରାସ୍ତା ଅଛି, ୱେଷ୍ଟ ପଟେ ରାସ୍ତା ଅଛି, ଇଏ ଗୋଟେ ପସିବିଲିଟି ହେଇପାରିବ। ଥାର୍ଡ ପସିବିଲିଟି ହବ ସାଉଥ ପଟେ ରାସ୍ତା ଅଛି ଆଉ ଆପଣଙ୍କର ୱେଷ୍ଟ ପଟେ ରାସ୍ତା ଅଛି, ନର୍ଥ ପଟେ ରାସ୍ତା ଅଛି, ଇଏ ଗୋଟେ ପସିବିଲିଟି ହେଇପାରିବ। ଆଉ ଗୋଟେ ପସିବିଲିଟି କଣ ହେଇପାରିବ ନା ୱେଷ୍ଟ ପଟେ ରାସ୍ତା ଅଛି, ନର୍ଥ ପଟେ ରାସ୍ତା ଅଛି, ଇଷ୍ଟ ପଟେ ରାସ୍ତା ଅଛି, ଇଏ ଗୋଟେ ପସିବିଲିଟି ହେଇପାରିବ। ଏମିତି ରୋଡ ଯାଇଛି, ରୋଡ 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 ରୋଡ। ଠିକ ଅଛି ନା? ଏଇ ପଟେ ରୋଡରେ ରାସ୍ତା ଅଛି, ତାହେଲେ କଣ ପସିବିଲିଟି ହେଇପାରିବ? ତ ସର୍ବପ୍ରଥମେ ଆମେ ଏଇଟା ଦେଖିବା, 1 ନମ୍ବରଟା ଦେଖିବା। 1 ନମ୍ବରରେ କଣ ଅଛି
ନା ଯଦି କୌଣସି ଜାଗାରେ ବା କୌଣସି ଗୋଟେ ପ୍ଲଟ ର ଉତ୍ତର ପୂର୍ବ ଏବଂ ଦକ୍ଷିଣ ଦିଗରେ ରାସ୍ତା, ତେବେ ଏଇଟା ବହୁତ ହି ଶୁଭ। ଏଇଟା ବାସଗୃହ ପାଇଁ ଉପଯୋଗୀ। ବାସଗୃହ ଦୃଷ୍ଟିରୁ, ବାସଗୃହ ପାଇଁ, ବାସଗୃହ ପାଇଁ ବଢିଆ। ଏଇଭଳି, ଯଦି ଏଇଭଳିଆ ରାସ୍ତା ନର୍ଥ ରେ ଥାଏ, ଇଷ୍ଟ ରେ ଥାଏ, ସାଉଥ ରେ ଥାଏ, ତାର ଯୋଉ ମେନ୍ ଏଣ୍ଟ୍ରାନ୍ସ, ମେନ୍ ଗେଟ୍ ଟା ଇଷ୍ଟ ଡିରେକ୍ସନରେ କଲେ ବହୁତ ପ୍ରକାର, ମାନେ ସବୁ ପ୍ରକାର ସୁଖ ସମୃଦ୍ଧି ଧନ ଐଶ୍ୱର୍ଯ୍ୟ ଅନ୍ତେବାସୀ ମାନେ ପାଇବେ। ଯଦି ସେଇ କ୍ଷେତ୍ରରେ ମୁଖ୍ୟ ଦରଜା ବା ମେନ୍ ଗେଟ୍ ନର୍ଥ ଆଉ ସାଉଥ ରେ ସେ ଲୋକ କରିଦେଲା, ତାହେଲେ ତାର ଧନହାନି ଏବଂ ପାରିବାରିକ ସମସ୍ୟା ବିଶେଷ ଭାବରେ ଦେଖାଯିବ। ଏବେ ଆମେ ସେକେଣ୍ଡ ପସିବିଲିଟିଜ କୁ ଆସିବା। ସେକେଣ୍ଡ ପସିବିଲିଟିଜରେ କଣ ଅଛି ନା, ଆମର ଇଷ୍ଟ ପଟେ ରାସ୍ତା ଅଛି, ସାଉଥ ପଟେ ରାସ୍ତା ଅଛି, ୱେଷ୍ଟ ପଟେ ରାସ୍ତା ଅଛି। ଏଇଟା ଜେନେରାଲି ମଧ୍ୟମ ଧରଣର ଫଳ ଦିଏ। ଠିକ ଅଛି। ଏଇଟା ଜେନେରାଲି ବାଣିଜ୍ୟ ପ୍ରତିଷ୍ଠାନ ପାଇଁ ଭଲ, ବାଣିଜ୍ୟ ଦୃଷ୍ଟିରୁ ଭଲ। ଏଇଟା ବାସଗୃହ ଦୃଷ୍ଟିରୁ ଭଲ ଥିଲା, ଏଇଟା ବାଣିଜ୍ୟ ଦୃଷ୍ଟିରୁ ଭଲ। ଏବଂ କଣ ନା, ଏଇ ବାଣିଜ୍ୟ ଯିଏ କରିବେ, ମୁଁ ଆପଣଙ୍କୁ ଯେତେବେଳେ ଡବଲ ସାଇଡ ପଢେଇଥିଲି, ମୁଁ କହିଲି ଯେତେବେଳେ ସାଉଥ ଇନଭଲ୍ଭ ହେଇଯିବ ରୋଡ ହିସାବରେ, ସେଠି ମହିଳା ମାନେ ଯଦି ବାଣିଜ୍ୟ କରନ୍ତି ତାହେଲେ ଭଲ। ଏଇଭଳି କ୍ଷେତ୍ରରେ ମହିଳା ମାନେ ଯଦି ବାଣିଜ୍ୟ କରନ୍ତି ଭଲ। ଏବଂ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା, ଯଦି ଏଠି ଆମର ଇଷ୍ଟ ଡିରେକ୍ସନ ରାସ୍ତା ଅଛି, ତାହେଲେ ଆମର ମେନ୍ ଗେଟ୍ ଆଉ ଏଣ୍ଟ୍ରାନ୍ସ ଟି ଇଷ୍ଟ ଦିଗରେ କରିବା, ଅନ୍ୟ କୌଣସି ଦିଗରେ କରିବା ନାହିଁ। ଏବେ ଆମେ ଦେଖିବା ତୃତୀୟ ନମ୍ବରଟି। ତୃତୀୟ ନମ୍ବରରେ କୋଉ କୋଉ ପଟେ ରାସ୍ତା ଅଛି ଆଜ୍ଞା? ନା ୱେଷ୍ଟ ପଟେ ଅଛି, ନର୍ଥ ପଟେ ଅଛି, ଇଷ୍ଟ ପଟେ ଅଛି। ତାହେଲେ ସେଠି କଣ ହବ? ଏଇଟା ବି ବାସ୍ତୁ ମତେ ଭଲ, ଉତ୍ତମ, ଏଥିରେ କିଛି ଅସୁବିଧା ନାହିଁ, ଉତ୍ତମ। ମାନେ ଏଇଠି ବି ଯଦି ମାନେ ଲୋକମାନେ କୌଣସି, ଏଇଟା ବାସଗୃହ ଦୃଷ୍ଟିରୁ ଉତ୍ତମ, ବାସଗୃହ ଦୃଷ୍ଟି, ବାସଗୃହ ଦୃଷ୍ଟିରୁ ଉତ୍ତମ। କିନ୍ତୁ କଣ୍ଡିସନ କଣ ଏଠି, ଯେ ଆପଣ ମାନେ ଘରର ମେନ୍ ଗେଟ୍ ଟାକୁ ନର୍ଥ ଡିରେକ୍ସନ ରେ କରିବେ, ଆଉ ଅନ୍ୟ କୌଣସି ଡିରେକ୍ସନରେ କରିବନି। ତେଣୁ ଇଏ ଯଦି ଆପଣ ନର୍ଥ ଛାଡି ଅନ୍ୟ କୌଣସି ଡିରେକ୍ସନ ରେ ଆପଣ ମେନ୍ ଗେଟ୍ ଏଣ୍ଟ୍ରାନ୍ସ କରନ୍ତି ଗୋଟେ ଘରର, ତାହେଲେ ଆପଣ ମାନେ ପ୍ରୋବ୍ଲେମ ଫେସ୍ କରିବେ। କିନ୍ତୁ ଯଦି ନର୍ଥ ଦିଗରେ କରନ୍ତି, ଅନ୍ତେବାସୀ ମାନେ ସବୁ ପ୍ରକାର ସୁଖ ସୁବିଧା ସମୃଦ୍ଧି ଧନ ଜନ ସବୁତିକ ସେମାନେ ଭଲ ଭାବରେ ପାଇବେ। ଠିକ ଅଛି। ବର୍ତ୍ତମାନ ଆମେ ଚତୁର୍ଥ ପସିବିଲିଟିଜ କୁ ଯିବା, ଯୋଉ ପସିବିଲିଟିଜ ରେ କଣ କଣ ହବ ନା, ସାଉଥ ରେ ବି ରୋଡ ଅଛି, ୱେଷ୍ଟ ରେ ବି ରୋଡ ଅଛି, ନର୍ଥ ରେ ବି ରୋଡ ଅଛି। ଠିକ ଅଛି। ମାନେ ଦକ୍ଷିଣ ପଶ୍ଚିମ ଉତ୍ତର ଦିଗରେ ଥିଲେ, ଇଏ ବି ମଧ୍ୟମ ଧରଣର, ଇଏ ବି ମଧ୍ୟମ ଧରଣର। ଏବଂ ଠିକ ଯେମିତି ଏଇଟା କହିଥିଲି, ଏଇଟା ବାଣିଜ୍ୟ, ମହିଳାଙ୍କର ବାଣିଜ୍ୟ ଦୃଷ୍ଟିରୁ ଭଲ, ଏ ପ୍ଲଟଟି ପୁରୁଷ ମାନଙ୍କ ପାଇଁ ବାଣିଜ୍ୟ ଦୃଷ୍ଟିରୁ ଭଲ। ଏ ପ୍ଲଟଟି ପୁରୁଷ ମାନଙ୍କ ପାଇଁ ବାଣିଜ୍ୟ ଦୃଷ୍ଟିରୁ, ବାଣିଜ୍ୟ ଦୃଷ୍ଟିରୁ ଭଲ। ଠିକ ଅଛି ନା? ତ ହେଲେ ଏଇ ଯୋଉ ପ୍ଲଟଟି ଅଛି, ୟାର ମେନ୍ ଗେଟ୍ ଅଫ୍ ଏଣ୍ଟ୍ରାନ୍ସ ଆପଣ ୱେଷ୍ଟ ପଟେ କରିବେ। ୟାର ଯୋଉ ମେନ୍ ଗେଟ୍ ଅଫ୍ ଏଣ୍ଟ୍ରାନ୍ସ ଆପଣ ୱେଷ୍ଟ ପଟେ କରିବେ। କଲେ ଇଏ ଆପଣଙ୍କୁ ବହୁତ ବହୁତ ସୁନ୍ଦର ଭାବରେ ତାର ମାନେ ରେଜଲ୍ଟ ଦବ ଘରର ଏଣ୍ଟ୍ରାନ୍ସ। ତେଣୁ ଏଇ ସବୁ ଜିନିଷ, ଛୋଟ ଛୋଟ ଜିନିଷ ହେଲେ ମଧ୍ୟ ଯଦି ଏ ନଲେଜ ଟି ଆମ ପାଖରେ ଥାଏ, ତାହେଲେ ଆମକୁ ମାନେ କଣ ଅ, ବହୁତ ପରିମାଣରେ ସୁବିଧା ସୁଯୋଗ ଦିଏ। କିନ୍ତୁ ମୋର ମୋର ମାନିବାରେ ଏଇ
ଏଇଟା ତ ବାସଗୃହ, ଉତ୍ତମ ବାସଗୃହ, ମଧ୍ୟମ ଧରଣର ଫଳ, ମଧ୍ୟମ ଧରଣର ଫଳ, କୌଣସି ବି ପ୍ଲଟ ଏକ୍ସେପ୍ଟ ସାଉଥ ୱେଷ୍ଟ ର ଡିରେକ୍ସନରେ ଯଦି କିଛି ପ୍ରୋବ୍ଲେମ ନଥାଏ କି ନର୍ଥ ଇଷ୍ଟ ର ପ୍ରୋବ୍ଲେମ ନଥାଏ, ତାହେଲେ ଯଦି ଗୋଟେ ଜ୍ଞାନୀ ବାସ୍ତୁବିଦଙ୍କ ପାଖକୁ ଯାଇ ଆପଣ ତାଙ୍କର ସହିତ ପରାମର୍ଶ କରି ନିଜ ପ୍ଲଟ ଟାକୁ ପୁରାପୁରି ଏଇ ଛୋଟ ଛୋଟ ଟିପ୍ସ ଆଣ୍ଡ ଟ୍ରିକ୍ସ ଗୁଡକୁ ମେଣ୍ଟେନ କରିକି କରନ୍ତି, ତାହେଲେ ଆପଣ ମାନେ ଦେଖିବେ ଆପଣ ମାନେ ସେ ବାସ୍ତୁର ସମ୍ପୂର୍ଣ୍ଣ ଭାବରେ ଫାଇଦାକୁ ନେଇପାରିବେ। ମୁଁ ଏଠି ଆପଣ ମାନଙ୍କୁ କଣ ବୁଝେଇବାକୁ ଚାହୁଁଛି ଆପଣ ମାନେ ବୁଝିବେ। ମୁଁ ଏଠି ଆପଣ ମାନଙ୍କୁ ଏଇଆ ବୁଝିବାକୁ ଚାହୁଁଛି ଯେ ବାସ୍ତୁର ଫାଇଦା ନବା ମାନେ କଣ। ମୁଁ ଯୋଉ ସବୁବେଳେ ୱାର୍ଡ ଟା କୋଟ କରୁଛି ବାସ୍ତୁର ଫାଇଦା ନେବେ, ବାସ୍ତୁର ଫାଇଦା ନେବେ, ମୁଁ ଆପଣଙ୍କୁ ମୂଳରୁ ପଢେଇଛି ଯେ ବାସ୍ତୁ ଡିପେଣ୍ଡ କରୁଛି ପଞ୍ଚଭୂତ ଉପରେ। ଖିତ୍ ଆପ୍ ତେଜ ମରୁତ ବ୍ୟୋମ, ଯାହାକୁ କହନ୍ତି ଅଗ୍ନି ଜଳ ବାୟୁ ପୃଥିବୀ ଆକାଶ। ଠିକ ଅଛି। ଏଇ ପଞ୍ଚତତ୍ଵ ଯେତେ ଆମାଉଣ୍ଟ ରେ ଗୋଟେ ପ୍ଲଟ ଉପରେ ବାଲାନ୍ସ ହେଇକି ରହିବ, ସେତେ ଆମାଉଣ୍ଟ ରେ ନିୟମ ଅନୁସାରେ ବାଲାନ୍ସ ହେଇକି ରହିବ ପଞ୍ଚତତ୍ଵ, ସେତେ ଆମାଉଣ୍ଟ ରେ ସେ ଗୃହର ଅନ୍ତେବାସୀ ମାନେ ବା ବାଣିଜ୍ୟ ପ୍ରତିଷ୍ଠାନର ମାଲିକ ଶୁଭ ଫଳ ପାଇବେ। ଯଦି ଏ ପଞ୍ଚତତ୍ଵ ଇମ୍ବାଲାନ୍ସ ହେଇଗଲା, ଏ ବେସିକ ୟୁନିଟ କୁ ନେଇକି ତ ସବୁ କିଛି ତିଆରି ହେଇଛି। ଏ ଖିତ ଆପ୍ ତେଜ ମରୁତ ବ୍ୟୋମ, ଆକାଶ, ଜଳ ବାୟୁ ପୃଥିବୀ, ପୃଥିବୀ ଅଗ୍ନି, ଏସବୁ ଏହାକୁ ତ ନେଇକି ହିଁ ସବୁ କିଛି ବନିଛି। ଏ ପଞ୍ଚତତ୍ଵ ଯୋଉ ପ୍ଲଟ ବାଲାନ୍ସ ହେଇଗଲା, ସିଏ ମୁଖ୍ୟ ରୂପରେ ସେ ବାସ୍ତୁର ଶୁଭ ଫଳ ପାଇବ। ଆଉ ଯୋଉଠି ପଞ୍ଚତତ୍ଵ ଇମ୍ବାଲାନ୍ସ ହେଇଗଲା, ସେଠି ସେ ଅଶୁଭ ଫଳ ପାଇବ। ଦେଖନ୍ତୁ ମୁଁ ଗୋଟେ ଆପଣଙ୍କୁ ଛୋଟ ଏକ୍ଜାମ୍ପଲ ଦେଇକି ଆପଣ ମାନଙ୍କୁ ବୁଝଉଛି। ଆମେ ରୋଷେଇ କରିବା ପାଇଁ ନିଆଁ ଆଉ ପାଣି ଉଭୟଙ୍କୁ ୟୁଜ କରୁଛେ, କିନ୍ତୁ ଏଇଭଳି ଭାବରେ ଦେଖିବାକୁ ଗଲେ ନିଆଁ ହଉଛି ପାଣିର, ପାଣି ହଉଛି ନିଆଁର ଶତ୍ରୁ, ଉଭୟଙ୍କର ଶତ୍ରୁ। କିନ୍ତୁ ଗୋଟେ ସ୍ପେସିଫିକ ତାରତମ୍ୟ ଅନୁସାରେ ଯେତେବେଳେ ନିଆଁରେ ଖାଦ୍ୟକୁ ଆମେ ପାଣି ମାଧ୍ୟମରେ ବସଉଛେ, ସେ ତାର ରେଜଲ୍ଟ ଦଉଛି। ସେଇ ଡାଲମା, ସେଇ ଡାଲମା ହବ, ଜିନିଷ ସେମ, ନିଆଁ ସେମ, କିନ୍ତୁ ଯେତେବେଳେ ଆପଣ ଡିଫରେଣ୍ଟ ଡିଫରେଣ୍ଟ ଘରେ ଯାଇ ଟେଷ୍ଟ କରିବେ, କେବେ ବି ସେ ଟେଷ୍ଟ ସମାନ ଆସିବନି। ଯେତେ ଲୋକ ଯେମିତିଆ ବି ଡାଲମା, ଧର 50 ଜଣ ଲୋକ ବନେଇଛନ୍ତି ଡାଲମା, ସମସ୍ତଙ୍କର ଟେଷ୍ଟରେ କିଛି ନା କିଛି ଡିଫରେନ୍ସ ଆସିବ। କାରଣ ସେଟା ତାର ବାସ୍ତୁର ଇମ୍ପାକ୍ଟ ସେ ଖାଇବା ଉପରେ ପଡେ। ତେଣୁ ସେଇଥିପାଇଁ ମନ୍ଦିରର ପ୍ରସାଦ ଗୁଡାକ ଏତେ ସୁନ୍ଦର ଲାଗେ। ତେବେ ଆଜିର ସେସନରେ ଆମେ ଏଇଆ ଜାଣିଲେ ଯେ ତିନି ପଟ ସେ ରୋଡ ଥିଲେ କଣ ହବ। ଏହି କ୍ରମରେ ଆମେ ଇଫେକ୍ଟ ଅଫ ରୋଡସ ଇନ ଡିଫରେଣ୍ଟ ଡିରେକ୍ସନ କୁ ଶେଷ କଲେ। ଆପଣ ମାନେ ଯୋଉମାନେ ଯୋଉଟା ବୁଝି ପାରିନାହାନ୍ତି, ଅଲରେଡି ୟୁଟ୍ୟୁବରେ ଭିଡିଓ ଅପଲୋଡ ହେଇଯାଇଛି, ତାପରେ ବି ଯଦି ନ ବୁଝିପାରିବେ ଆପଣ ଅଲଗା ସେସନ ମାନଙ୍କରେ ଡାଉଟ କ୍ଲିୟର କରିପାରିବେ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।